अ, ଦେଖନ୍ତୁ କିଛି ଦିନ ହେଲା ଆପଣ ଯଦି ଦେଖିଥିବେ ସୋସିଆଲ ମିଡିଆ ମାଧ୍ୟମରେ ଏବଂ କିଛି ଗଣମାଧ୍ୟମ ଯୋଉମାନେ କି ମାନେ ଏକତରଫା ନ୍ୟୁଜ ଛାଡୁଛନ୍ତି ସେମାନେ ମୋ ଉପରେ ମାନେ ବହୁତ ଖରାପ ଖରାପ କଥା ଲାଗୁଛନ୍ତି ମୋ ବିଷୟରେ ମୋ ପରିବାର ବିଷୟରେ ମୋ ଉପରେ ଆକ୍ଷେପ କରୁଛନ୍ତି ଯାହା ଆମକୁ ଗୋଟେ ଝିଅ ହିସାବରେ ମତେ ବହୁତ ବାଧିଛି ମୋ ପରିବାର ଆଜି ଗୋଟେ ମାନସିକ ମାନେ ମେଣ୍ଟାଲ ଟର୍ଚରରୁ ଗୋଟେ ବାହାରୁଛି କାରଣ ଯେତେବେଳେ ବି ଆମେ ନ୍ୟୁଜ ଦେଖୁଛୁ ଆମେ ଲୋକଙ୍କର ମାନେ ଯୋଉ ଗଣମାଧ୍ୟମଙ୍କର ଯୋଉ ଅଛନ୍ତି ସେମାନଙ୍କର ଗୋଟେ ବିଭିନ୍ନ ପ୍ରକାର ଟିପ୍ପଣୀ ଦେଖୁଛୁ ଆମ ବିଷୟରେ ମୋର ଏ ମୋହନ ମାଝୀର ସରକାରକୁ ପ୍ରଶ୍ନ ଅଛି ଯେ ଗତ ବିଧାନସଭାରେ ସେମାନେ ତାଙ୍କର ଦିଟା ବିଧାୟକ ଏବଂ ତାଙ୍କର ଅନ୍ୟାନ୍ୟ ଭାରତୀୟ ଜନତା ପାର୍ଟିର ଲୋକମାନେ ଆଜି ବି ଗଣମାଧ୍ୟମ ଜରିଆରେ ଅନେକ ଥର ମୋ ବାପାଙ୍କ ମୃତ୍ୟୁର ଘଟଣାକୁ ପ୍ରସଙ୍ଗକୁ ଉଠଉଛନ୍ତି ସେମାନେ କହୁଛନ୍ତି ଯେ ସିବିଆଇ ତଦନ୍ତ କାହିଁକି ହେଇନି କି ମୁଁ କାହିଁକି କହୁନି ତ ମୋର ଏବଂ ମୋ ପରିବାର ତରଫରୁ ଏହା ହିଁ ପ୍ରଶ୍ନ ଅଛି ଏ ସରକାରକୁ ଏବଂ ସେହି ପ୍ରତ୍ୟେକ ବିଧାୟକକୁ ଯେ ଆଗାମୀ ଦିନରେ କଣ ଆପଣ ମୋ ବାପାଙ୍କର ସିବିଆଇ ତଦନ୍ତକୁ ଆଗକୁ ବଢେଇବେ କି ନିଶ୍ଚିତ ଭାବରେ ଆମେ କାଲି ବି ଗଣମାଧ୍ୟମ ଜରିଆରେ ଏଇ କଥାକୁ ରଖିଥିଲୁ ଯେ ଯୋଉପରି ଭାବରେ ଭାରତୀୟ ଜନତା ପାର୍ଟିର ନେତାମାନେ ଆମ ପରିବାରକୁ ଏତେ ଆକ୍ଷେପ କରୁଛନ୍ତି ଏତେ କଥା ଶୁଣଉଛନ୍ତି ତ ଆଜି ଆମେ ଦାବି କରୁଛୁ କଣ ଆଜି ସେମାନେ ଆମ ସହିତ ଠିଆ ହେଇକି ଆମ ମାନେ ତଦନ୍ତକୁ ଆଗକୁ ନେବେ କି ମୋର ଆଜି ଗଣମାଧ୍ୟମ ଜରିଆରେ ପ୍ରଶ୍ନ ଅଛି ମୋ ଭାଇକୁ ଯେତେବେଳେ ଛତିଶଗଡ଼ରେ ଡିଟେନ୍ କରାଯାଇଥିଲା ବିନା କୌଣସି ଜୁରିଡିକ୍ସନ ବିନା କୌଣସି କାଗଜ ବିନା କୌଣସି ୱାରେଣ୍ଟରେ ମୋ ଭାଇକୁ ସେମାନେ ରଖିଥିଲେ ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ସେମାନେ ମୋ ଠାରୁ ଲେଖା ମାଗୁଛନ୍ତି ମୁଁ ଓଡ଼ିଶାର ଯୋଉ ଚିଫ ମିନିଷ୍ଟର ଅଛନ୍ତି ତାଙ୍କୁ ନିବେଦନ କରିବି ଆମ ପରିବାରକୁ ଡକାଯାଉ ଏବଂ ଏହା ବିଷୟରେ ନିଶ୍ଚିତ ଭାବରେ ଆଗକୁ ସେମାନେ ବଢିବା କଥା କହିବେ